नमस्कार दर्शक बंधु जय श्रीराम। आज मु एई भिडियोरे आपणमानक सम्मुखरे ओडिशार गर्व ओ भारतर स्वाधीनता संग्राम एक अमर अध्याय इरम रक्ततीर्थर इतिहास विषय कहूँ जहाँकि बहुत कम लोक जानती। तेबे चलतु आरंभ करबा इरम माटीर से रक्तरंजित इतिहास को। जहाँ नाही भारते ताहा नाही जगते। ए भारत भूमि पवित्र समृद्ध रत्नगर्भा उच्च संस्कृति संपन्न। एहाको सुनार भारत बोली कुहाଯାଏ। वैदेशिक शासक माने सदा सर्वदा ଏହା ଉପରେ ଲୋଲୁପ ଦୃଷ୍ଟି ପକାଇ ଆସିଛନ୍ତି। ଅତୀତରେ ବହୁବାର ଏହି ମାତୃଭୂମି ସେମାନଙ୍କ ଅଧିକୃତ ହୋଇଛି। ମୋଗଲମାନେ ଏ ଦେଶକୁ 1526 ଖ୍ରୀଷ୍ଟାବ୍ଦରୁ ଦଖଲ କରି ଦୀର୍ଘ ଦିନ ଶାସନ କରିଛନ୍ତି ଓ ଦମନ ଲୀଳା ଚଳାଇଛନ୍ତି। ସୁନା ରୂପା ହୀରା ନୀଳା ମୋତି ମାଣିକ ଇତ୍ୟାଦି ଅମୂଲ୍ୟ ଧାତୁ ସବୁ ନିଜ ଦେଶକୁ ବୋହି ନେଇଛନ୍ତି। ତାପରେ ଇଂରେଜ ଜାତି ବାଣିଜ୍ୟ କରିବା ନାଁରେ ଆସି ଆମ ଦେଶକୁ ଶାସନ କରିଛନ୍ତି। ଦେଶର ସମ୍ପଦ ବାଣିଜ୍ୟ ଦ୍ରବ୍ୟ ହରିଲୁଟ କରିଛନ୍ତି। ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି। ପ୍ରତିବାଦ କଲେ ଲାଠି ପ୍ରହାର, ଗୁଳିମାଡ଼, ଜେଲ ଦଣ୍ଡ, ଫାଶୀ କୁଣ୍ଡରେ ଝୁଲିବାକୁ ପଡ଼ିଛି। ତା ସତ୍ତ୍ୱେ ଆମ ଦେଶର ସାହସୀ ଦେଶପ୍ରେମୀମାନେ ମାତୃଭୂମିକୁ ଇଂରେଜ ଶାସନରୁ ମୁକ୍ତ କରାଇବା ପାଇଁ ବ୍ରିଟିଶ ଫୌଜ ଆଗରେ ଠିଆ ହୋଇଛନ୍ତି। ଇରମ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅବସ୍ଥିତ। ଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରୁ 10 କିଲୋମିଟର ଦୂରରେ ଏହି ତ୍ୟାଗଭୂମି ଅବସ୍ଥିତ। ଏହି ସ୍ଥାନର ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗର ଥିବା ବେଳେ ଅନ୍ୟ ଦୁଇ ପାର୍ଶ୍ୱରେ ଗମେଇ ଓ କାଂସବଂଶ ନଦୀ ରହିଛି। ପ୍ରାକୃତିକ ସୁରକ୍ଷା କବଚ ମଧ୍ୟରେ ଥିବାରୁ ଏହା ସ୍ୱାଧୀନତା ସଂଗ୍ରାମୀମାନଙ୍କର ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିଲା। ଏହି ପ୍ରାକୃତିକ ପ୍ରାଚୀର ଥିବା ଦୃଷ୍ଟିରୁ ପୋଲିସ କିମ୍ବା ପ୍ରଶାସନିକ ଅଧିକାରୀ ସହଜରେ ଏହି ଅଞ୍ଚଳରେ ପ୍ରବେଶ କରିପାରୁନଥିଲେ। ଅଧିକନ୍ତୁ ସେଠାରେ ଏକ ଖୋଲା ପଡ଼ିଆ ଥିଲା, ଯାହା ତିନି ଦିଗରୁ ଅବରୁଦ୍ଧ ଥିବା ବେଳେ ଗୋଟିଏ ଦିଗରେ ରାସ୍ତା ଥିଲା। ସ୍ୱାଧୀନତା ସଂଗ୍ରାମୀମାନେ ଏହି ସ୍ଥାନରେ ସାଧାରଣ ସଭା କରୁଥିଲେ। 1920ରୁ ଆରମ୍ଭ କରି ଏହି ପଡ଼ିଆରେ ପ୍ରମୁଖ ଜାତୀୟତାବାଦୀ ନେତୃତ୍ୱବୃନ୍ଦ ଯଥା ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଆଦି ଗାନ୍ଧୀବାଦୀ ଚିନ୍ତାଧାରାର ପ୍ରସାର କରି ଆସୁଥିଲେ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏହି ପଡ଼ିଆରେ ଅନେକ ଜାତୀୟତାବାଦୀ ସଭା ସମିତି ଆୟୋଜିତ ହୋଇଥିଲା। 1942 ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏଠାରେ ଘଟିଥିବା ନିର୍ମମ ଗୁଳିକାଣ୍ଡ ଭାରତୀୟ ଇତିହାସରେ ଏକ ହୃଦୟ ବିଦାରକ ଘଟଣା ଭାବେ ପରିଚିତ। ବିଦେଶୀ ଇଂରେଜ ଶାସନ ବିରୋଧରେ ବିଷୋଦ୍ଗାର ସ୍ୱରୂପ 28 ସେପ୍ଟେମ୍ବର 1942ରେ ଏକ ବିରାଟ ଜନସଭା ଆୟୋଜିତ ହୋଇଥିଲା। ଏଥିରେ ଭୟଭୀତ ହୋଇ ବାସୁଦେବପୁର ପୋଲିସ ଥାନାରୁ ଡିଏସ୍ପି କୁଞ୍ଜ ବିହାରୀ ମହାନ୍ତିଙ୍କ ନେତୃତ୍ୱରେ ଫୌଜ ଦଳ ଇରମ ଅଭିମୁଖେ ମାଡ଼ି ଚାଲିଲେ। ଜାଲିଆନାୱାଲାବାଗ ପରି ଏଠାରେ ଡିଏସ୍ପିଙ୍କ ଆଦେଶରେ ସନ୍ଧ୍ୟା 6:30ରେ ଶାନ୍ତିପୂର୍ଣ୍ଣ ଜନସଭା ଉପରେ ଫୌଜ ଆକ୍ରମଣ କଲେ। ଯେହେତୁ ତିନି ଦିଗରୁ ପଡ଼ିଆଟି ଆବଦ୍ଧ ଥିଲା, କେହି ବାହାରକୁ ଖସି ଯାଇପାରିଲେ ନାହିଁ। ଅଳ୍ପ କିଛି ସମୟ ମଧ୍ୟରେ ଅକାଳରେ ଝରି ପଡ଼ିଲା କେତେ ନିରୀହ ଜୀବନ। ରକ୍ତରେ ଭିଜିଗଲା ଇରମ ମାଟି। ଦେଖୁ ଦେଖୁ କେଇ ମିନିଟ୍ ମଧ୍ୟରେ 28 ଜଣ ଟଳି ପଡ଼ିଲେ ଓ 56 ଜଣ ଆହତ ହେଲେ। ଆହୁରି ମଧ୍ୟ ଜଣେ କିଛି ସମୟ ପରେ ମୃତ୍ୟୁ ଘୋଷିତ ହେଲେ। ଏହି 29 ଜଣ ମୃତକଙ୍କ ମଧ୍ୟରେ ଥିବା ପରୀ ବେଉଆ ହେଉଛନ୍ତି ଓଡ଼ିଶାର ଏକମାତ୍ର ମହିଳା ଶହୀଦ। ବେଉଆ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ଏବେର ଭଦ୍ରକ ସ୍ଥିତ ଇରମଠାରେ ଜନ୍ମଗ୍ରହଣ କରିଥିଲେ।
ସେ କୌଣସି ବିଧିବଦ୍ଧ ଶିକ୍ଷା ଲାଭ କରିନଥିଲେ। ସେ ନାରାୟଣ ସାହୁଙ୍କୁ ବିବାହ କରିଥିଲେ। ଗାନ୍ଧିଜୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ପ୍ରେରିତ ହୋଇ ଓଡ଼ିଶାର ପୁରପଲ୍ଲୀ ଝାସ ଦେଇଥିଲା ମାଟିର ମହାସଂଗ୍ରାମରେ। ଏହି ଐତିହାସିକ ଆନ୍ଦୋଳନର ଡାକରା ଉଦ୍ବୁଦ୍ଧ କରେ ଇରମ ମାଟିର ବୀର ରମଣୀ ବେଉଆଙ୍କୁ। ବ୍ୟକ୍ତିଗତ ସୁଖକୁ ପଛରେ ଠେଲି ବେଉଆ ଶ୍ରେୟ ମଣନ୍ତି ମାଟିମାଆର ସ୍ୱାଧୀନତା ପାଇଁ କାର୍ଯ୍ୟ କରିବାକୁ। ଆଉ ପଞ୍ଜୀକୃତ କରନ୍ତି ଇରମ ମାଟିର ସେହି ରକ୍ତରଞ୍ଜିତ ଇତିହାସରେ, ଯେଉଁଠାରେ ବୀରଭୋଗ୍ୟା ବସୁନ୍ଧରା ଆଶ୍ରୟ ଦେଇଛି 29 ଜଣ ମାତୃସାଧକଙ୍କୁ। ଇରମର ରକ୍ତରଞ୍ଜିତ ମାଟିରେ 29 ଜଣ ଓଡ଼ିଆଙ୍କ ବଳିଦାନର ଗାଥା ସମଗ୍ର ଭାରତକୁ ଚକିତ କରିଥିଲା। ସେହି ହିଂସାରେ ଟଳି ପଡ଼ିଥିଲେ ଓଡ଼ିଶାର ମହିଳା ସଂଗ୍ରାମୀ ଶହୀଦ ପରି ବେଉଆ। ସଂଗ୍ରାମୀଙ୍କ ସମ୍ପର୍କରେ ଲିଖିତ ଇତିହାସ ପୃଷ୍ଠାରୁ ପରି ବେଉଆ ହଜିଯାଇଛନ୍ତି ସତ, ରକ୍ତରଞ୍ଜିତ ଇରମ ମାଟିରୁ ସେହି ଦାଗ ଏପର୍ଯ୍ୟନ୍ତ ଲିଭି ନାହିଁ। ଶହୀଦଙ୍କ ମଧ୍ୟରେ ଏକମାତ୍ର ନାରୀ ନେତ୍ରୀ ଭାବରେ ସାମିଲ ହୋଇ ଦେଶକୁ ବେଉଆ ଦେଖାଇଥିଲେ ଓଡ଼ିଆ ରମଣୀର ବୀରତ୍ୱର ନିଆରା ନିଦର୍ଶନ। ଏତେ ସଂଖ୍ୟକ ଶହୀଦଙ୍କ ମୃତ୍ୟୁର ସ୍ମୃତିଚାରଣ ନିମନ୍ତେ ଏହାକୁ ଦ୍ୱିତୀୟ ଜାଲିଆନାୱାଲାବାଗ ବୋଲି କୁହାଗଲା। ଏହି ଗୁଳିକାଣ୍ଡରେ ଅନେକ ନିର୍ଦ୍ଦୋଷ ଦେଶଭକ୍ତ ନିଜ ଜୀବନ ବଳିଦାନ ଦେଇଥିଲେ। ସେଥିପାଇଁ ଏହି ସ୍ଥାନଟି ବାସ୍ତବରେ ଇରମ ରକ୍ତତୀର୍ଥର ଯଥାର୍ଥତା ରହିଛି। ଇରମ ରକ୍ତତୀର୍ଥ ଆମକୁ ସ୍ମରଣ କରାଏ ଯେ ସ୍ୱାଧୀନତା ଆମକୁ ଏତେ ସହଜରେ ମିଳିନଥିଲା। ଏହା ଅନେକ ମାଙ୍କ ଲୁହ, ଅନେକ ଯୁବକଙ୍କ ଲହୁ ଓ ଅନେକ ଦେଶଭକ୍ତଙ୍କ ବଳିଦାନର ଫଳ। ଆଜି ଆମର କର୍ତ୍ତବ୍ୟ ହେଉଛି ସେହି ବଳିଦାନକୁ ସମ୍ମାନ ଦେଇ ଦେଶ ପାଇଁ ସତ୍ୟ, ଏକତା ଓ ଶିଷ୍ଟାଚାର ସହ କାମ କରିବା। ଦେଶର ଉନ୍ନତି ପାଇଁ ନିଜ ଦାୟିତ୍ୱ ପୂରଣ କରିବା ହିଁ ସେମାନଙ୍କ ପ୍ରତି ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି। ଶେଷରେ ମୁଁ ଏତିକି କହିବାକୁ ଚାହେଁ, ଇରମ ରକ୍ତତୀର୍ଥ ଅମର ରହୁ, ଦେଶଭକ୍ତମାନେ ଅମର ରୁହନ୍ତୁ। ଜୟ ହିନ୍ଦ, ବନ୍ଦେ ଉତ୍କଳ ଜନନୀ।